ଜୟ ଜଗନ୍ନାଥ। ଚାଲାକି କରି ସଫଳତା ହାସଲ କରିବା ସମର୍ଥନରେ କେତେଜଣ? ଚାଲାକି କରି ସଫଳତା ହାସଲ କରିବା କ'ଣ ସମ୍ଭବ? କୋଶ୍ଚିନ୍। ପ୍ରଥମେ ସ୍ୱାମୀ ପ୍ରେମାନନ୍ଦ ଆକୁ ଦୃଢ଼ ଭାବରେ ଖଣ୍ଡନ କରୁଛନ୍ତି। କହୁଛନ୍ତି ଚାଲାକି କରି, କୂଟ କପଟ କରି, କୌଶଳ କରି କେବେ ବି ସଫଳତା ହାସଲ କରାଯାଇପାରେ ନା। ସେ କହୁଛନ୍ତି ଯଦି କରାଯାଇ ପାରିଥାନ୍ତା ତେବେ ରାବଣ ଠାରୁ କ'ଣ କିଏ ବେଶୀ ଚାଲାକି? ଦୁର୍ଯ୍ୟୋଧନ, ଶକୁନି, ଦୁଃଶାସନ ଠାରୁ କ'ଣ କିଏ ବେଶୀ ଚାଲାକି? କିନ୍ତୁ ସେମାନଙ୍କର କ'ଣ ହେଇଥିଲା? ପରାଜୟ ହେଇଥିଲା। ଏତେ ଚାଲାକ ଲୋକ ସେ ନାହିଁ। କୂଟ କପଟ କୌଶଳ ଦ୍ୱାରା କେବେ ବି ସଫଳତା ହାସଲ କରାଯାଇପାରେ ନା। ସେ କହୁଛନ୍ତି ଲାଗିବ, ଆପଣଙ୍କୁ ଲାଗିବ ଯେ ଏ ଲୋକ ମାନେ ବହୁତ ଉପରକୁ ଉଠୁଛି। କେମିତି ଭାବରେ ଉପରକୁ ଉଠୁଛି ନା, ଯଦି ଜଣେ ରାଜା ଗୋଟେ ପିଲାକୁ ଦଣ୍ଡ ଦେବା ସ୍ୱରୂପ ଯଦି 2-3 ତାଲାକୁ ଉପରକୁ ଉଠାଇକି ନେଇକି ତାକୁ ଛାତକୁ ଫିଙ୍ଗିବାର ଥାଏ, ଯଦି ରାଜା ଗୋଟେ ଲୋକକୁ 2-3 ତାଲା ପାହାଚରେ ଉଠେଇକି ନେଉଛନ୍ତି ଫିଙ୍ଗିବାକୁ, କିନ୍ତୁ ଆମେ ତାକୁ ଦେଖିବା କହିବା ଏ ବହୁତ ଉପରକୁ ଉଠିଲାଣି, ଆରେ ଉପରକୁ ଉଠିଲାଣି ତଳକୁ ପଡ଼ିବା ପାଇଁ। ପ୍ରେମାନନ୍ଦ ମହାରାଜ କହୁଛନ୍ତି କେବେ କୌଶଳ କରି, ଷଡ଼ଯନ୍ତ୍ର କରି, ଚାଲାକି କରି ସଫଳତା ହାସଲ କରାଯାଇପାରେ ନା। ତାପରେ ରହିଲା ଯେଉଁମାନେ ଭଲ ଲୋକ, ଯେଉଁମାନେ ଆଧ୍ୟାତ୍ମ ଉପରେ ବିଶ୍ୱାସ କରୁଛନ୍ତି, ଯେଉଁମାନେ ଭଗବାନଙ୍କୁ ବିଶ୍ୱାସ କରୁଛନ୍ତି, ସେମାନେ ତ କଦାପି ସେ କୌଶଳ ଆପଣେଇବେନି। ତାଙ୍କର ଧନରତ୍ନରେ କିଛି ସେତେ ମୋହ ନାହିଁ। କାରଣ ମଣିଷ ଜନ୍ମରେ ଯେଉଁଟା ପ୍ରାପ୍ୟ, ଯେଉଁଟା ମେନ୍ ସଫଳତା ହେଉଛି ଈଶ୍ୱର ପ୍ରାପ୍ତି। କାରଣ ସେଇଥିରେ ହିଁ ଶାନ୍ତି। ଯେତେ ଦେଲେ ବି, ଯାହାର ଅଶାନ୍ତ ଲୋକକୁ ଯେତେ ଦେଲେ ବି ସେ ଶାନ୍ତି ହେଇପାରେ ନା। ତେଣୁ କରିକି ପ୍ରକୃତ ଶାନ୍ତି ହେଉଛି କେଉଁଠି? ଆଧ୍ୟାତ୍ମିକରେ, ସନ୍ତୋଷରେ। ତେଣୁ କରିକି ମହାରାଜ କହୁଛନ୍ତି, କହିଲେ କେବେ ବି କୌଶଳ କରି, ଯଦି ଆମେ କୋଶ୍ଚିନ୍ ବି ଆସେ କହେ ଏ କୋଶ୍ଚିନ୍ଟା ଠିକ୍ ନୁହଁ। ଚାଲାକି ଲୋକ କେବେ କୌଶଳ କରି, କୂଟ କପଟ କରି, ନିଜର ବୁଦ୍ଧି ଲଗାଇ ଯଦି କୌଣସି ସଫଳତା କଦାପି ସେ ପାଇପାରିବ ନାହିଁ। ଜଣେ ସାଧା ସିଧା ଲୋକ, ଠିକ୍ ଲୋକ, ଯେଉଁମାନଙ୍କରେ ଶାସ୍ତ୍ର ପୂର୍ବକ ନୀତି ନିୟମ ପାଳନ କରି ଜୀବନରେ ଅଗ୍ରସର ହେଉଛନ୍ତି, ସେଇମାନେ ସଫଳତା ପାଇବେ। ମହାରାଜ କହୁଛନ୍ତି ଯୁଧିଷ୍ଠିର ଭଳିଆ ଭୁଲା ଭାଲା ଲୋକ, ଯିଏକି ଦୁର୍ଯ୍ୟୋଧନ ଯେତେ ପଚାରୁଥିଲା ଭ୍ରାତାଶ୍ରୀ କାଲିର ରଣକୌଶଳ କ'ଣ, ସେ କହିଦେଉଥିଲା। ଯାହା ରଣକୌଶଳ ଥିଲା କହିଯାଉଥିଲା। ସେଥିପାଇଁ ଶ୍ରୀକୃଷ୍ଣକୁ 2 ଥର ମିଟିଂ କରିବାକୁ ପଡ଼ୁଥିଲା। ଗୋଟେ ଥର ଯୁଧିଷ୍ଠିରକୁ ନେଇ, ଆଉ ଗୋଟେ ଥର ଯୁଧିଷ୍ଠିରକୁ ନ ନେଇ। ଯୁଧିଷ୍ଠିରକୁ ନ ନେଇ ଯେଉଁ ମିଟିଂଟା, ରଣନୀତିଟା ପ୍ରସ୍ତୁତ ହେଉଥିଲା, ସେଇଟା ଯୁଦ୍ଧ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିଲା। କିନ୍ତୁ ଯୁଧିଷ୍ଠିରକୁ ନେଇକି ଯେଉଁ ରଣନୀତି ମିଟିଂ ହେଉଥିଲା, ସେ ରଣନୀତି କାର୍ଯ୍ୟକାରୀ ଯୁଦ୍ଧ କ୍ଷେତ୍ରରେ ହେଉନଥିଲା। କାରଣ ଯୁଧିଷ୍ଠିରକୁ ଯେତେବେଳେ ଦୁର୍ଯ୍ୟୋଧନ ପଚାରୁଥିଲା ଭ୍ରାତାଶ୍ରୀ କାଲିର ରଣନୀତି କ'ଣ, ସେ କହିଦେଉଥିଲା। ଏତେ ସାଧା ସିଧା ଭୁଲେ ବାଲା ଲୋକ। କିନ୍ତୁ ଲାଷ୍ଟରେ ପରିଣାମ ସ୍ୱରୂପ କ'ଣ ହେଲା? ଯୁଧିଷ୍ଠିର ହେଲେ ଚକ୍ରବର୍ତ୍ତୀ ସମ୍ରାଟ। ସିଏ 12 ବର୍ଷ ବନବାସ ଭୋଗି ପାରନ୍ତି। ଯେତେବେଳେ 12 ବର୍ଷ ବନବାସ ଭୋଗୁଥିଲେ, ଏମାନେ ମହଲରେ ବହୁତ ଆଜାଦ ମୌଜ ମଜଲିସରେ ଦିନ କାଟୁଥିଲେ। କିନ୍ତୁ ପରିଣାମ ଲାଷ୍ଟଟା ସବୁବେଳେ ବିଜୟ ସାଧା ସିଧା ଲୋକ, ସରଳ ଲୋକ, ଧର୍ମାନୁ ପଥରେ ଯିଏ ଗତି କରୁଥିବା ଲୋକଙ୍କର ହୋଇଥାଏ, ଯିଏ ଧର୍ମରେ ଗତି। ବାବା କହୁଛନ୍ତି ଇଏ ଯଦି ଦୀପ ଭଳିଆ ସାଧା ସିଧା ଲୋକ ଜଳିବେ, ଯେଉଁମାନେ କୌଶଳ କରି ବୁଦ୍ଧି କରିକି ଚାଲିଛନ୍ତି, ସେମାନେ ହାଲୋଜିନ ଭଳିଆ ଜଳିବେ କିନ୍ତୁ ଫ୍ୟୁଜ୍ ହେଇଯିବେ। ଇଏ ଦୀପ ଭଳିଆ ଜଳିବେ କିନ୍ତୁ ନିରନ୍ତରତା ବଜାୟ ରହିବ ଆଙ୍କର ଦୀପ ଭଳିଆ। ଏଇଟା ହେଉଛି ଚାଲାକି ଲୋକ। କୌଶଳ କରି କେବେ ସଫଳତା ପାଇପାରିବ ନାହିଁ। ସଫଳତା ମିଳିବ ସେଇଆକୁ ଯେ ସାଧା ସିଧା ଲୋକ ଧର୍ମ ପଥରେ ଗତି କରୁଥିବ, ନିଜ କର୍ତ୍ତବ୍ୟକୁ ଧର୍ମ ସ୍ୱରୂପ ମାନିକି ଚଳୁଥିବ, ସେଇମାନଙ୍କ ପାଖରେ ସଫଳତା ମିଳିବ। ଜୟ ଜଗନ୍ନାଥ।